जीवमित्रं रघुराजपुत्रं वने चरन्तं शरचापहस्तं सीतापतिं स्निग्धजटाकलापं रामं भजे सन्तमचिन्त्यरूपं श्रीराम जय राम जय जय राम जय रघुनंदन जय घनश्याम। भक्तवत्सल भगवान की जय। जन्माम श्रुतिमात्र परिमितं संसार वारंनिधिं चित्ता गच्छन्ति दुर्जनपि परमं विष्णुपदं शाश्वतं तस्यैव स्थितिकारणत्रिजगतं रामस्य भक्तप्रिया जोयंकेन समुद्रमथ्यतरणे सप्तकथं दानुरं हे राम जय राम जय जय राम जय रघुनंदन जय घनश्याम श्री राम जय राम जय जय राम जय रघुनंदन जय घनश्याम। भक्तवत्सल भगवान की जय। राम नारायण की जय। लक्ष्मणलाल जी की जय। शत्रुघ्नलाल जी की जय। सीता देवी की जय। संकट मोचन हनुमान जी की जय। शंकर भगवान की जय। कृष्ण भगवान की जय। जगन्नाथ महाप्रभु की जय। अशरण संकट मोचन हनुमान जी की जय। मोर प्रिय श्रोता बंधु मान को जय। झंकड़वासी माँ शरण को जय। दश दिगपाल देवता मान को जय। अग्नि जल समस्त देवता प्रतिकूल देवता को जय। मोर प्रिय श्रोता बंधु आपण मान को नमस्कार करी आरंभ करने जाऊँ। ये धारावाहिक संपूर्ण रामायण कथा आपण मैंने आउ तो बेसी संख्यार शुणुना न शुणु जी शुणुंट आपाई जहाँ शुणा मिलूँ यूट्यूब कर्मकर्ता मैंने दायी धर्म हाथ छाड़ी कथा धर्म समस्त कथा धर्म विचार करूँ। तेणु आपण मैंने शुणुंट हनुमान जी आउ त्रिशिरा राक्षस युद्ध विषय। तीन मुंडधारी त्रिशिरा राक्षस सहित हनुमान जी युद्ध कर महाबलिया पूर्व युद्धरे दुई राक्षस मरी आपण मैंने शुणी। त्रिशिरा राक्षस आउ संभाली होनी थर खाली दृष्टि कर समय हनुमान गोटे पर्वत आणुले संगे संगे सर मारिक खंड खंड करदेला। त्रिशिरा राक्षस युद्धरे बहुत बलियार ता भाया योद्धा लंकापुर में मिलवा बड़ा कष्ट। पुणी हनुमान पर्वत शालपुर्ष धरी आसुले त्रिशिरा राक्षस सर मारी खंड खंड करदेला। हनुमान भी श्रोता बंधु कम रागी नुहति। गोटे खपारे रथपुर को जाई आग घोड़ा मान को नखरे विदारण करी घोड़ा मान को हरिबोल करदे। त्रिशिरा देखी आहु रागी ब्रह्मा देइथिबा शक्ति को फेंगिबा पूर्व हनुमान
ଗୋଟେ ଖପାରେ ଯାଇ ସବୁ ରଥର ଅନ୍ୟ ଯେଉଁ କାଠ ମାଠ ଇଏ ସବୁ ଥିଲା ମୁଡ଼ି ସବୁ ଟିକ୍ ଟିକ୍ କରିଦେଲା। ଦେବତାମାନଙ୍କର ଭାଳେଣି ପଡ଼ିଯାଇଥିଲା। ଭାବୁଥିଲେ ଏ ଶକ୍ତିକୁ ଯଦି ପ୍ରୟୋଗ ରାକ୍ଷସ କରିଥାନ୍ତା ବଡ଼ ଘଟଣା ସୃଷ୍ଟି ହୋଇଥାନ୍ତା। ହନୁମାନ ସିନା ସ୍ୱରକୁ ସବୁ ସ୍ୱର ରଥ ସବୁ ମୋଡ଼ିକି ଟିକ୍ ଟାକ୍ କରିଦେଲେ ବୋଲି ରକ୍ଷା ହେଲା, ନହେଲେ ସବୁ ଜାଳି ପଡ଼ିକି ପାଉଁଶ କରି ପକାଇଥାନ୍ତା। ତ୍ରିଶିରାର ରାଗ ଆହୁରି ବଢ଼ିଗଲା। ଖଣ୍ଡାରେ ହନୁମାନଙ୍କୁ ହାଣିବାରେ ଲାଗିଲା। ହନୁମାନଙ୍କ ଦେହ ତ ବଜ୍ରଠାରୁ ଆହୁରି କଠିନ, ଖଣ୍ଡା ତାଳ ମୋଡ଼ି ହୋଇଗଲା। ହନୁମାନ ସେଇ ସୁଯୋଗରେ ତ୍ରିଶିରାକୁ ଠୋକି ଗୋଟେ ଚାପୁଡ଼ ପକାଇଲେ। ଗୋଟିଏ ଚାପୁଡ଼ରେ ରାକ୍ଷସ ସେନ୍ସଲେସ୍ ହୋଇକି ତଳେ ପଡ଼ିଗଲା। ପୁଣି ଅସୁର ଚେତା ପାଇ ଚିନ୍ତା କଲା, ହନୁମାନଙ୍କୁ ବିଧା ମାରିଲେ ବୋଧେ ମରିଯିବ କ'ଣ କରିବ, ଆଉ ତ ଯନ୍ତ୍ର କାମ କରୁନି। ଏ କଥା ଚିନ୍ତା କରିକି ହନୁମାନଙ୍କୁ ବିଧା ମାରିଲା। ହନୁମାନ ସେ ବିଧାକୁ ଖାତିର ନ କରିକି ଅସୁର ଯେଉଁ ଖଣ୍ଡାରେ ହାଣୁଥିଲା ସେଇ ଖଣ୍ଡାରେ ଛେଳି ମୁଣ୍ଡ କାଟିଲା ଭଳି ଗୋଟେ ମିନିଟ୍ରେ ମୁକୁଟ ଲଗା 3ଟା ଯାକେ ମୁଣ୍ଡକୁ କାଟିକି ଅଲଗା ଅଲଗା ଜାଗାକୁ ଫୋପାଡ଼ି ଦେଲେ। ମୁକୁଟ ମୁଣ୍ଡରେ ସେଇଭଳି ଲାଗିଥାଏ। ଦେବଗଣମାନେ କାଳ ବିଳମ୍ବ ନ କରି ଆକାଶରେ ଥାଇ ହନୁମାନଙ୍କ ଉପରେ ପୁଷ୍ପବୃଷ୍ଟି କଲେ। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ 3ଟା ମୁଣ୍ଡ ପୁଣି କ'ଣ କୁଆଡ଼ୁ ଆସିଲା? ଗୋଟେ ଲୋକର 3ଟା ମୁଣ୍ଡ। ତ୍ରିଶିରା ରାକ୍ଷସର 3ଟା ମୁଣ୍ଡ ବୋଲି ତାର ନାମ ତ୍ରିଶିରା ରାବଣ ଦେଇଥିଲା। 3ଟା ଶିର ଅର୍ଥାତ ମୁଣ୍ଡ ଥିବାରୁ ରାବଣ ତାକୁ ତ୍ରିଶିରା ଦେଇଥିଲା। ତ୍ରିଶିରା ହରିବୋଲ ହେବା ପରେ ମହାପର୍ଷ ଗଦା ଧରିକି ଆସି ଉଞ୍ଚେଇଛି ହନୁମାନଙ୍କୁ ପିଟିବ ବୋଲି। ଆଗରେ ଦେଖିଦେଲା ଋଷଭ ବାନର ବିରାଟ ପଥରଟେ ହାତରେ ଧରି ଯମରାଜା ଭଳି ଠିଆ ହୋଇଛି। ଦୁଇ ଜଣଙ୍କ ଭିତରେ ପ୍ରଚଣ୍ଡ ସମର ଚାଲିଲା। ଘଣ୍ଟେ ବିତିଗଲାଣି। ମହାପାର୍ଶ୍ୱ ଗଦାରେ ପିଟିକି ଋଷଭକୁ ଅଚେତ କରିଦେଉଛି। ଋଷଭ ପଥର ଫୋପାଡ଼ିକି ରାକ୍ଷସକୁ ଅଚେତ କରିଦେଉଛି। ଶେଷରେ ଋଷଭ ବାହୁଯୁଦ୍ଧ କରି ରାଗିକି ଗଦା ଛଡ଼େଇକି ଆଣି ମହାପାର୍ଶ୍ୱ ଛାତିକି ଗୋଟେ ବିରାଟ ପାହାଡ଼ ଦେଲା ଯେ ରାକ୍ଷସ ରକ୍ତ ବାନ୍ତି କରିକି ଏକାଥରେ ସିଆରାମକୁ ଜୟ ହୋଇଗଲା। ଆଉ ଯେତିକି ରାକ୍ଷସ ଥିଲେ ଅତିକାୟ ରାକ୍ଷସକୁ ବଡ଼ ବୀର ଭାବିକି ଯାଇକି ତା ଗୋଡ଼ ତଳେ ଯାଇକି ଲମ୍ବ ଲାମ୍ବ ଶୋଇଗଲେ। ପ୍ରକୃତ ଅତିକାୟ ବହୁତ ବଡ଼ ବୀର, ତା ଭଳିଆ ବୀର ଲଙ୍କା ପରେ ମିଳିବେ ନାହିଁ ତ। ଅତିକାୟ ଚିନ୍ତା କରୁଛି ମହାବୀର ମହାପାର୍ଶ୍ୱ ସେନାପତିଟା ହରିବୋଲ ହୋଇଗଲା। ଆଖି ଦୁଇଟାରେ ହାତ ମାରି ତାକୁ କେମିତି କ'ଣ ଏତେ ଲାଲ ଟକ୍ ଟକ୍ କରିଦେଲା। ସେ ରଙ୍ଗ ଆଖି ଦେଖାହେଉଛି। କ୍ରୋଧରେ ଗର୍ଜନ କରି ସାରଥୀକୁ କହିଲା, ରଥ ଶୀଘ୍ର ବାନରଙ୍କ ପାଖକୁ ନେଇଚାଲ। ସାଙ୍ଗେ ସାଙ୍ଗେ ସାରଥୀ ରଥ ଆଣିଲା। ବାନରମାନେ ଭାବିଲେ କୁମ୍ଭକର୍ଣ୍ଣ ପୁଣି ବୋଧେ ବଞ୍ଚିକି ଯୁଦ୍ଧ କରିବାକୁ ଆସିଛି ଜଣାପଡ଼ୁଛି। ଆଉ ଏ ତ ଠିକ୍ କୁମ୍ଭକର୍ଣ୍ଣ ଭଳିଆ ଦେଖାହେଉଛି। କାହିଁକିନା ଅତିକାୟର ବିରାଟ ଶରୀର। ବାନରମାନେ କୁମ୍ଭକର୍ଣ୍ଣ ଭାବିକି କୁଆଡ଼େ କ'ଣ ଛିନଛତ୍ର ହେଇକି ପଳେଇଲେ। ସେନାପତିମାନେ
ବୃକ୍ଷ ପର୍ବତ ସେନାପତିମାନେ ଆମର ସୁଗ୍ରୀବ ହନୁମାନ ଏମାନେ ସବୁ ସେନାପତି ଆପଣମାନେ ଶୁଣିଛନ୍ତି। କାହିଁକି ଡେରି କରିବା କହିକି ବାନରମାନ ପଳେଇବା ଦେଖିକି ଏ ସେନାପତିମାନେ ଆସିକି ରଖି ପକେଇଲେ। ଅତିକାୟର ବାନରଙ୍କୁ କାହିଁ ଖାତିର କରିବ? ସେ ଗୋଟେ ମହାଯୋଦ୍ଧା, ବାନରଙ୍କୁ କାହିଁ ଖାତିର କରିବ? ଯାହାକୁ ଦେଖିଲେ ଦେବତାମାନେ ଡରନ୍ତି, ସେ ବାନରକୁ କାହିଁକି ଖାତିର କରିବ? ସେନାପତିମାନେ ବୃକ୍ଷ ପଥର ପେଗୁଛନ୍ତି ଅତିକାୟକୁ। ଅତିକାୟ ଗୋଟେ ସର ମାରିକି ଖଣ୍ଡ ଖଣ୍ଡ କରିଦେଉଛି। ତୁମୁଳ ସଂଗ୍ରାମ ଚାଲିଛି। ଯୁଦ୍ଧଭୂମିରେ ସର ବୃଷ୍ଟି କରିସାରିଲାଣି। ବୁଦ୍ଧି ତାର ବହୁତ ବୁଦ୍ଧି ତାର। ନା ତାର ଅତିକାୟ। ଅତି ମାନେ ବିରାଟ, କାୟ ଅର୍ଥ ଶରୀର, ବିରାଟ ଶରୀର, ସେଇଥିପାଇଁ ନାମ ତାର ଅତିକାୟ। ଆଗ ହନୁମାନଙ୍କୁ ମାରିଲା। ସର 50 ସର, ଗୋଟେ ଅଧେ ନୁହେଁ। ଜାଣିଛି ଆଗରୁ ଘର ପଡ଼ା ଯାଇଥିଲା, ଦୁନିଆ କାଣ୍ଡ କରିକି ଆସି ଇଏ ଗୋଟେ ଦିଟା ସରରେ ହବନି। ଏକାଥରେ ଲାଗ 50 ସର ମାରିଲା। ସୁଗ୍ରୀବକୁ 5, ନଳକୁ 40, ତାର ବଳ ସବୁ କଳନା କରିଦେଇଛି। ଦ୍ୱିବିଧକୁ 10, ନଳକୁ 20, ଅଙ୍ଗଦକୁ 25, ଋଷଭକୁ ତାକୁ ଗଜାରେ ପିଟିଲା, ପିଟିକି ଅଚେତ କରିଦେଲା। ଗବକ୍ଷକୁ 3 ସର, ଜାମ୍ବବାନକୁ 30 ସର, ଗନ୍ଧମାଦନକୁ 3 ସର, ଗଜବାନରକୁ 27 ସର, କେଶରୀକି 20, ଗବୟକୁ 35। ଦୂରରେ ବାନରମାନେ ଛପିକି ଥିଲେ। ତାକୁ ଗୋଟେ ଗୋଟେ ସର ମାରିକି ଗୋଡ଼େଇ ଦେଲା। ତାପରେ ତ୍ରିଶୂଳକୁ ବୁଲଉଛି ଆଉ। ହନୁମାନ ଭଳି ବୀର ଯୁଦ୍ଧ ଛାଡ଼ିକି ପଳାଉଛନ୍ତି। ତାଙ୍କ ଭିତରୁ ଅଧିକାଂଶ ଅଚେତ ଅବସ୍ଥାରେ ପଡ଼ିଛନ୍ତି। ଲକ୍ଷ୍ୟ ପଡ଼ିଗଲା ମର୍ଯ୍ୟାଦା ପୁରୁଷ ରାମଙ୍କର। ବିଭୀଷଣକୁ ପଚାରିଲେ, ଏ ରାକ୍ଷସ ଭଲ ଯୁଦ୍ଧ କରୁଛି, ଏହାର ନାମ କ'ଣ? ଯଦି ଜାଣିଛ କୁହ। ବିଭୀଷଣ କହିଲେ, ପ୍ରଭୁ ଇଏ ଅନ୍ୟ କେହି ନୁହନ୍ତି, ଇଏ ରାବଣର ନିଜ ପୁତ୍ର। ଇଏ କ୍ଷଣକରେ ତ୍ରିଭୁବନକୁ ଭସ୍ମ କରିଦେଇପାରେ। ତା ଭଳିଆ ବୀର ଲଙ୍କାପୁରେ ନାହାନ୍ତି। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଆଜି ଏତିକି ଥାଉ। କାହିଁକି ଆଉ ବଡ଼ ବଡ଼ କରିବା? ଖାଲି ଅନୁଷ୍ଠାନ ବଞ୍ଚିକି ଥାଉ। ୟୁଟ୍ୟୁବ୍ ତ ଆମ ସାଙ୍ଗରେ ଅହନ୍ତା କରୁଛି। ନଗଦ ଦେଖନ୍ତୁ, ଆମର ତ କିଛି ପାଇବାର ଆଶା ନାହିଁ କି ହରେଇବା କାହିଁକି। ତେଣୁ ଆପଣମାନଙ୍କୁ ନମସ୍କାର କରି, ସେଇ ମର୍ଯ୍ୟାଦା ପୁରୁଷ ରାମନାରାୟଣଙ୍କୁ ନମସ୍କାର କରି, ଝଙ୍କଡ଼ବାସିନୀ ମା ଶାରଳାଙ୍କୁ ନମସ୍କାର କରି, ଦଶଦିଗପାଳଙ୍କୁ ନମସ୍କାର କରି, 33 କୋଟି ଦେବତାଙ୍କୁ ନମସ୍କାର କରି, ଶେଷରେ ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ମସଲାଟା ପ୍ରଣାମ କରି ବିଦାୟ ନେବା। ମୋର ସେଇ ରାମନାରାୟଣ ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କ ସହିତ, ତାଙ୍କ ପରିବାର ବର୍ଗ, ପିଲାମାନେ, ଗୁରୁଜନ, ତାଙ୍କ ସହିତ ଏ ପୃଥିବୀରେ ଯେତେ ନରନାରୀ, ପିଲା ବାଳକ, ମୋର ଗୁରୁଜନ ଅଛନ୍ତି, ସମସ୍ତଙ୍କୁ ସେଇ ରାମନାରାୟଣ ଭଲ ରଖନ୍ତୁ। ଯଦି ଆପଣମାନଙ୍କ ଆଶୀର୍ବାଦ ଥିବ, ପୁଣି ଆପଣମାନେ ଏ ବାଲ୍ମୀକି ରାମାୟଣର ପୁଣି 409 ଭାଗ ଆଗାମୀ ଅଧ୍ୟାୟରେ ଶୁଣିପାରିବେ। ଯଦି ଆପଣମାନଙ୍କ ଆଶୀର୍ବାଦ ମୋ ମୁଣ୍ଡ ଉପରେ ଥିବ, ଯଦି କିଛି ଭୁଲ ହେଉଥାଏ ଆପଣମାନେ କ୍ଷମା ଦେବେ। ଯଦି କିଛି ସନ୍ଦେହ ରହୁଥାଏ ଦୟାକରି କମେଣ୍ଟ ବକ୍ସରେ ଲେଖିବେ, ଆମେ ଉତ୍ତର ଦେବାକୁ ଚେଷ୍ଟା କରିବୁ। ଏତିକି କହି ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ମୋ ଶାରଳା ପ୍ରଣାମ କରି ବିଦାୟ ନେଉଛି। ଜୟ ଶ୍ରୀରାମ।